ଗଣମାଧ୍ୟମ ପ୍ରତିନିଧିଙ୍କୁ ମରଣାନ୍ତକ ଆକ୍ରମଣରେ ହାଜତକୁ ଗଲେ ସହକାରୀ ଯନ୍ତ୍ରୀ ଏବଂ ଜଣେ କର୍ମଚାରୀ। ଗଣମାଧ୍ୟମ ପ୍ରତିନିଧି ଜଣେ ଜଣେ ଗଣତନ୍ତ୍ର ଶାସନର ଚତୁର୍ଥ ସ୍ତମ୍ଭ। ସତ୍ୟପଥରେ ପାଦ ଦେଇ ଲୁକାୟିତ ହୋଇ ରହିଥିବା ସତ୍ୟକୁ ସାମ୍ନାକୁ ଆଣିବା ପାଇଁ ଅନେକ ପରିଶ୍ରମ କରିଥାନ୍ତି। ଦିନରାତି ଖରା ବର୍ଷା ଶୀତ କାକରକୁ ଖାତିର ନ କରି ଚାଲିଥାନ୍ତି ସତ୍ୟର ଅନୁସନ୍ଧାନରେ, ଯାହାଫଳରେ ଗଣମାଧ୍ୟମ ପ୍ରତିନିଧି ସମସ୍ତଙ୍କର ପ୍ରିୟ ପାତ୍ର ହୋଇଥାନ୍ତି। ଜୀବନକୁ ବାଜି ଲଗାଇ ଖବର ଅନୁସନ୍ଧାନରେ ଘୁରି ବୁଲୁଥିବା ସାମ୍ବାଦିକମାନଙ୍କ ଅନ୍ତର ବେଦନା ବା ବୁଝୁଛି କିଏ? ଯିଏ ପ୍ରତି ମୁହୂର୍ତ୍ତରେ ଦୁନିଆର ସୁଖ ଦୁଃଖ ଖବରକୁ ହାତ ପାହାନ୍ତାରେ ପହଞ୍ଚାଇଥାଏ, ସେ ହେଉଛନ୍ତି ଜଣେ ସାମ୍ବାଦିକ। କିନ୍ତୁ ସେହି ସାମ୍ବାଦିକମାନେ ଯେତେବେଳେ ସତ୍ୟର ପରଦା ଖୋଲିବାକୁ ଚେଷ୍ଟା କରିଥାନ୍ତି, ସେତେବେଳେ ଶିକାର ହୋଇଯାଇଥାନ୍ତି ସମାଜରେ ସତ୍ୟକୁ ଘୋଡ଼େଇ ରଖିଥିବା କେଳେଙ୍କାରୀ ବ୍ୟକ୍ତିବିଶେଷଙ୍କ ହାତରେ। ସତ୍ୟର ପରଦା ଖୋଲିବା ପୂର୍ବରୁ ଅଚାନକ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଢାଙ୍କି ଦେବାକୁ ଚେଷ୍ଟା କରିଥାନ୍ତି ଅସତ୍ୟର କଳା ପରଦା। ସେମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଅଞ୍ଚଳରେ। କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ହୋଇଛି ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ। ପ୍ରାପ୍ତ ସୂଚନା ଅନୁଯାୟୀ ଖଲାଣ ନଦୀ ପଠାରେ ଥିବା ଆମ୍ବ ବଗିଚାରେ ଚାଲୁଥିଲା ଭୋଜି ଭାତର ଆସର। ଟିଟିଲାଗଡ଼ ବିଦ୍ୟୁତ୍ ବିଭାଗର ଏହି ଭୋଜିରେ ଏସ୍ଡିଓ, ଜେଇ, ଲାଇନମ୍ୟାନଙ୍କ ସହିତ ଅନେକ କର୍ମଚାରୀଙ୍କ ଗହଣରେ ଭୋଜି ଭାତର ଆୟୋଜନ ହୋଇଥିଲା ମଦ ମାଂସର ଆସର। ତା ପୂର୍ବରୁ ଖଲାଣ ନିକଟସ୍ଥ ବିନେକଳା ଗ୍ରାମ ପଞ୍ଚାୟତର ଟିମନଭାଡ଼ି ଗାଁର ଜୈନିକ ଶ୍ରମିକର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଏହାର ପ୍ରକୃତ ଖବର ଏବଂ ବିଦ୍ୟୁତ୍ ବିଭାଗର ପ୍ରତିକ୍ରିୟା ନେବା ପାଇଁ ଯାଇଥିଲେ ଗଣମାଧ୍ୟମ ପ୍ରତିନିଧି। ଗଣମାଧ୍ୟମ ପ୍ରତିନିଧି କାର୍ଯ୍ୟ ଦିବସ ରହିଥିବା ଯୋଗୁଁ ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କ ପାଖରୁ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ। ଜଣେ ଶ୍ରମିକ ବିଦ୍ୟୁତ୍ କରେଣ୍ଟରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି। ବିଦ୍ୟୁତ୍ ଦୁର୍ଘଟଣା ଘଟିସାରିବା ପରେ ମଧ୍ୟ ସମବେଦନା ନ ଜଣାଇ ଭୋଜି ଭାତ କରିବାଟା ଆପଣମାନେ ଛୁଟିରେ ଅଛନ୍ତି ନା ଡ୍ୟୁଟିରେ ଅଛନ୍ତି ବୋଲି ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ ପଚାରିଥିଲେ। କିନ୍ତୁ ଉତ୍ତର ଦେବେ କ'ଣ? ମଦ ନିଶାରେ ମାତାଲ ହୋଇ ଗଣମାଧ୍ୟମ ପ୍ରତିନିଧି ଉପରେ ଅତର୍କିତ ଆକ୍ରମଣ କରିବା ସହିତ କ୍ୟାମେରା, ବ୍ୟାଟେରୀ, ଚିପ୍ସ ସବୁ ଲୁଟି ନେଇଯାଇଥିଲେ। ଏହି ଘଟଣାର ଭିଡିଓ ତୀବ୍ର ବେଗରେ ଭାଇରାଲ ହୋଇ ସମଗ୍ର ଜିଲ୍ଲାରେ ଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏକତ୍ରିତ କରିବାରେ ସଫଳ ହୋଇଥିଲା। ବଲାଙ୍ଗୀର ଜିଲ୍ଲାରେ ଖେଳିଗଲା ଗଣମାଧ୍ୟମ ପ୍ରତିନିଧିମାନଙ୍କ ଅସନ୍ତୋଷର ନିଆଁ। ଭୋଜି ଭାତର ଆସର ମଧ୍ୟରେ ଆରମ୍ଭ ହୋଇଯାଇଥିଲା ମଦ ନିଶାର ବିଭୀଷିକାର ଦୃଶ୍ୟ। ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କ ଦ୍ୱାରା 3 ଜଣ ସାମ୍ବାଦିକମାନଙ୍କୁ ଅମାନୁଷିକ ଭାବରେ ଆକ୍ରମଣ କରିବା ସହିତ ତଣ୍ଟି ଚିପି ମାରିଦେବାର ପ୍ରୟାସ ମହଙ୍ଗା ପଡ଼ିଥିଲା ବିଦ୍ୟୁତ୍ ବିଭାଗ କର୍ମଚାରୀ ଉପରେ। ଟିଟିଲାଗଡ଼ ଥାନାରେ ସାମ୍ବାଦିକମାନଙ୍କ ଏତଲାକୁ ଭିତ୍ତି କରି ମାମଲା ରୁଜୁ କରି କେସ୍ ନମ୍ବର 15/2025 ଅନୁଯାୟୀ 2 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। କିନ୍ତୁ ଏହି ଘଟଣାରେ 5 ଜଣ ବିଦ୍ୟୁତ୍ କର୍ମଚାରୀ ସାମିଲ ଥିବା ବେଳେ 3 ଜଣ ଅଧିକାରୀଙ୍କୁ ଥାନାରୁ ଛାଡ଼ି ଦିଆଯାଇଥିଲା। ଏହାପରେ ଟିଟିଲାଗଡ଼ ଥାନା ପରିସରରେ ସାମ୍ବାଦିକମାନଙ୍କ ମଧ୍ୟରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। 3 ଜଣଙ୍କୁ ପୋଲିସ ତଦନ୍ତ ପରିସରଭୁକ୍ତ ନ କରି ତାଙ୍କୁ ଗିରଫ ନ କରି ଛାଡ଼ିଦେବା ପ୍ରତିବାଦରେ ଟିଟିଲାଗଡ଼ ସାମ୍ବାଦିକ ସଂଘ ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ଧାରଣା ସ୍ଥଳରେ ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଶିବ ପ୍ରସାଦ ପରିଡା, ଓଡ଼ିଶା ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟ ବଲାଙ୍ଗୀର ଶାଖା ସଭାପତି ପ୍ରଦୀପ୍ତ ମିଶ୍ର ସମେତ ଅନେକ ସାମ୍ବାଦିକ ସାମିଲ ରହିଥିଲେ। ମଦ ପିଇ ମାତାଲ ହୋଇ ସାମ୍ବାଦିକମାନଙ୍କୁ ଆକ୍ରମଣ କରିଥିବା 3 ଜଣ ଅଧିକାରୀଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ପ୍ରତିବାଦ ନେଇ ସମସ୍ତେ ଧାରଣାରେ ବସିଥିଲେ। ପରେ ଟିଟିଲାଗଡ଼ ଥାନା ଅଧିକାରୀ
ବିଶ୍ୱଜିତ ମନବଦ୍ଧ ଧାରଣାସ୍ଥଳକୁ ଆସି ଅନ୍ୟ ସବୁ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେପଟେ ଦୁଇ ଅଭିଯୁକ୍ତ କଣ୍ଟାବାଞ୍ଜି ଏସ୍ଡିଓ ଜଗନ୍ନାଥ ପତି ଏବଂ ମୁରିବାହଲ ବିଦ୍ୟୁତ୍ କର୍ମଚାରୀ ଚିନ୍ମୟ ସାହୁଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନକୁ ସବ୍ ଜଜ୍ ଦିନକ ପାଇଁ ଶୁଣାଣି ଉପରେ ସ୍ଥଗିତ ରଖି ବିଭାଗୀୟ ଉପକାରାଗାରକୁ ପଠାଇ ଦିଆଯାଇଛି। ଦୁଇ ଅଭିଯୁକ୍ତଙ୍କୁ ବିଦ୍ୟୁତ୍ ବିଭାଗ କାର୍ଯ୍ୟରୁ ନିଲମ୍ବନ କରିଥିବା ସୂଚନା ମିଳିଛି। ବଲାଙ୍ଗୀରରୁ ସନ୍ତୋଷ କୁମାର ପଟ୍ଟନାୟକଙ୍କ ରିପୋର୍ଟ, এবি ନ୍ୟୁଜ୍।